ଏହି ପ୍ରଦର୍ଶନଟି ଦୃଷ୍ଟିର ଅବିଚଳତା ଧର୍ମ ଉପରେ ପର୍ଯ୍ୟବେସିତ। ଦୃଷ୍ଟିର ଅବିଚଳତା ଧର୍ମ ଅନୁସାରେ ଆମେ କୌଣସି ବସ୍ତୁକୁ ଦେଖିଲେ ବସ୍ତୁ ସମ୍ପର୍କରେ ଧାରଣା ଆମ ମସ୍ତିଷ୍କରେ 1/16 ସେକେଣ୍ଡ ସମୟ ପାଇଁ ରହିଯାଏ। ଅର୍ଥାତ୍ ଆମେ ସେହି ସମୟ ମଧ୍ୟରେ ବସ୍ତୁକୁ ସମ୍ପୂର୍ଣ୍ଣ ଭୁଲି ନଥାଉ। ଆମେ ସେହି ସମୟ ମଧ୍ୟରେ ଅନ୍ୟ ଏକ ବସ୍ତୁକୁ ଦେଖିଲେ ମସ୍ତିଷ୍କ ତାକୁ ବାରି ନ ପାରି ଉଭୟ ପ୍ରତିଛବିକୁ ମିଶାଇ ଏକ ମିଶ୍ରିତ ଚିତ୍ରର ଧାରଣା ସୃଷ୍ଟି କରେ। ଏହାକୁ ଦୃଷ୍ଟିର ଅବିଚଳତା ଧର୍ମ ବୋଲି କୁହାଯାଏ। ଆମେ ଏଠାରେ ଦୃଷ୍ଟିର ଅବିଚଳତା ଧର୍ମ ଉପରେ ଗୋଟିଏ ପ୍ରମାଣ ଦେଖିବା। ଏଠାରେ ଗୋଟିଏ ବୋର୍ଡ଼ ରହିଛି। ବୋର୍ଡ଼ର ଦୁଇ ପାର୍ଶ୍ୱରେ ଦୁଇଟି ଅଲଗା ଅଲଗା ବସ୍ତୁର ପ୍ରତିଛବି ରହିଛି। ବୋର୍ଡ଼ର ଗୋଟିଏ ପାର୍ଶ୍ୱରେ ଏକ ଅପୂର୍ଣ୍ଣାଙ୍ଗ ରାଷ୍ଟ୍ରୀୟ ପତାକାର ଛବି ରହିଛି। ଏଥିରେ 3ଟି ଅଲଗା ଅଲଗା ରଙ୍ଗ ଚିହ୍ନିତ ଏକ ରାଷ୍ଟ୍ରୀୟ ପତାକାର ଚିତ୍ର ଅଛି ସତ, ମାତ୍ର ଏହା ମଧ୍ୟରେ କେନ୍ଦ୍ରୀୟ ଚକ୍ରଟିଏ ନାହିଁ। ବୋର୍ଡ଼ର ଅନ୍ୟ ପାର୍ଶ୍ୱରେ କେବଳ କେନ୍ଦ୍ରୀୟ ଚକ୍ରଟିର ଚିତ୍ର ସ୍ଥାନିତ ଅଛି। ଏବେ ଆସନ୍ତୁ ବୋର୍ଡ଼ଟିକୁ ଘୁରାଇବା ଏବଂ କ'ଣ ହେଉଛି ଲକ୍ଷ୍ୟ କରିବା। ଦେଖନ୍ତୁ, ବୋର୍ଡ଼କୁ ଘୁରାଇବା ଦ୍ୱାରା ଦୁଇଟି ଚିତ୍ର ମିଶିଯାଇ ଏକ ପୂର୍ଣ୍ଣାଙ୍ଗ ଜାତୀୟ ପତାକାର ଭ୍ରମ ଧାରଣା ସୃଷ୍ଟି ହେଉଛି। ଦୃଷ୍ଟିର ଅବିଚଳତା ଧର୍ମ ହିଁ ଏହାର କାରଣ। ଦୃଷ୍ଟିର ଅବିଚଳତା ଧର୍ମ ଅନୁସାରେ ଆମେ କୌଣସି ବସ୍ତୁକୁ ଦେଖିଲେ ବସ୍ତୁ ସମ୍ପର୍କରେ ଧାରଣା ଆମ ମସ୍ତିଷ୍କରେ କିଛି ସମୟ ପାଇଁ ରହିଯାଏ। ଆମେ ସେହି ସମୟ ମଧ୍ୟରେ ଅନ୍ୟ ଗୋଟିଏ ବସ୍ତୁକୁ ଦେଖିଲେ ଦୁଇଟି ବସ୍ତୁର ଧାରଣା ମସ୍ତିଷ୍କରେ ମିଶିଯାଏ ମସ୍ତିଷ୍କ ଦୁଇଟି ବସ୍ତୁକୁ ଏକ ମିଶ୍ରିତ ପ୍ରତିଛବି ରୂପରେ ବିଚାର କରିଥାଏ। ଏହା ହିଁ ଦୃଷ୍ଟିର ଅବିଚଳତା ଧର୍ମ।